ଆଜି ନୂଆ ଜ୍ଞାନ ନେବା ଯୋଉଟା ତୃତୀୟ ଅଧ୍ୟାୟର ଶେଷ ଭାଗରେ ରହିଛି। ତ ଏବ ବୁଦ୍ଧ ପରମ ବୁଦ୍ଧା ସଂସ୍ଥାଭ୍ୟାତ୍ମାନା ଜହି ଶତ୍ରୁ ମହାବାହୋ କାମ ରୂପ ଦୁରାସଦମ୍। ଏଇଠି କୁହାଯାଇଛି, ହେ ମହାଭାଉ, ଆତ୍ମା ସବୁଠାରୁ ଶ୍ରେଷ୍ଠ। ଏହି କଥାକୁ ଦୃଢ଼ ଭାବରେ ମନେ କରି ନିଃସନ୍ଦେହ ବୁଦ୍ଧି ଦ୍ୱାରା ଶତ୍ରୁ ରୂପକ କାମକୁ ବିନାଶ କରି ପଞ୍ଚ ମନକୁ ସ୍ଥିର କର। ଏଇଠି କୁହାଯାଇଛି ଯେ ଭଗବାନ କହୁଛନ୍ତି ଆତ୍ମା ସବୁଠାରୁ ଶ୍ରେଷ୍ଠ। ଏହି କଥାକୁ ଦୃଢ଼ ଭାବରେ ମନେ କରି ନିଃସନ୍ଦେହ ବୁଦ୍ଧି ଦ୍ୱାରା ଶତ୍ରୁ ରୂପକ କାମକୁ ବିନାଶ କରି ପଞ୍ଚ ମନକୁ ସ୍ଥିର କରିନିଅ। ଆତ୍ମାକୁ ଏପରି ଭାବରେ ବୁଦ୍ଧିରୁ ଶ୍ରେଷ୍ଠ ଜ୍ଞାନ କରେ, ସଞ୍ଚୟ ଶୂନ୍ୟ ବୁଦ୍ଧି ବଳେ ମନ ନିଶ୍ଚଳ କର ହେଳେ। ସଞ୍ଚୟ ମନରେ ନ ଧର, ଚଞ୍ଚଳ ଚିତ୍ତ ସ୍ଥିର କର, ତେବେ ଦୁର୍ଜୟ ଶତ୍ରୁ କାମ ସହଜେ ଲଭିବୁ ବିଶ୍ରାମ। କାମକୁ ଜୟ କଲେ ବୀର, ଆତ୍ମାର ହୋଇବ ଗୋଚର, ପରମାତ୍ମା ଠାରୁ ବଳି ଧ୍ୟାନ ସଂସାରେ ନାହିଁ ହେ ଅର୍ଜୁନ। କହଇ ଦଇତ୍ୟାରି ଦୀନ, ମତେ ଉଦ୍ଧର ଜନାର୍ଦ୍ଦନ। ଏଇଠି କହୁଛନ୍ତି ଯେ ପରମାତ୍ମାଙ୍କ ଠାରୁ ବଳିକି ଧ୍ୟାନ ସଂସାରରେ ଆଉ କିଛି ନାହିଁ ହେ ଅର୍ଜୁନ। ଯେ କି ପରମାତ୍ମାଙ୍କ ଠାରୁ ବଳିକି ଆଉ କିଛି ନାହିଁ, କେବଳ ଧ୍ୟାନ ସେଇ ପରମାତ୍ମାଙ୍କର ହିଁ କର। ଓ ଏଇ କଥାକୁ ଦୃଢ଼ ମନରେ ରଖ। ସବୁଠାରୁ ଆତ୍ମା ସବୁଠାରୁ ଶ୍ରେଷ୍ଠ ଅଟେ ଓ ନିଃସନ୍ଦେହ ବୁଦ୍ଧି ଦ୍ୱାରା ଶତ୍ରୁ ରୂପକ କାମକୁ ବିନାଶ କରି ପଞ୍ଚ ମନକୁ ସ୍ଥିର କରିନିଅ। ଆମ ମନର ପାଞ୍ଚ ଇନ୍ଦ୍ରିୟକୁ ସ୍ଥିର କରିଦିଅ। ଏହି ପ୍ରକାରେ ଅର୍ଜୁନକୁ ଭଗବାନ ବୁଝାଉଛନ୍ତି। କାହିଁକି ନା ଆମେ ଯଦି ମନକୁ ସ୍ଥିର ରଖିବା ନାହିଁ, ପାଞ୍ଚ ଇନ୍ଦ୍ରିୟ ଯେତେବେଳେ ଯେଉଁ କଥା କହୁଥିବେ ସେଇଠି ଲାଗିବାରେ ଇଚ୍ଛା ପ୍ରକାଶ କରିବା, ଯେତେବେଳେ ଯେଉଁଟା ଇଚ୍ଛା ଆସିଯିବ ସେଇ ଜିନିଷକୁ କରିବାରେ ଲାଗିବା, କେବେ ବି ଆମେ ଇନ୍ଦ୍ରିୟମାନଙ୍କୁ ବଶରେ କରିପାରିବା ନାହିଁ। ଓ ଯେତେବେଳେ ଆମେ ସେଇ ଜିନିଷ ପ୍ରତି ଧ୍ୟାନ ଦେବା ନାହିଁ, ନିଃସନ୍ଦେହ ଆମେ ଖରାପ ରାସ୍ତାରେ ଚାଲିବାରେ ଲାଗିବା। ଓ ଯେତେବେଳେ ଆମେ ଆତ୍ମା ରୂପକୁ ବୁଦ୍ଧିକୁ ନେଇ ଦେଖିବା, କ'ଣ ଠିକ୍ କ'ଣ ଭୁଲ ଜାଣିବାକୁ ଚେଷ୍ଟା କରିବା, ସେତେବେଳେ ଆମେ ନିଃସନ୍ଦେହ ନିଜକୁ ଆୟତ୍ତରେ ରଖିପାରିବା। ଓ ଯେତିକି ଆମେ ନିଜକୁ ଆୟତ୍ତରେ ରଖିବା, ସେତିକି ଆତ୍ମାର ସଦ୍ଗତି ହୁଏ, ସେତିକି ଆତ୍ମାରେ ଆମେ ବିକାଶ କରିବାରେ ଲାଗନ୍ତି, ଆତ୍ମାରେ ଆମେ ବଢ଼ିବାରେ ଲାଗନ୍ତି। ଓ ଯେତିକି ଆମେ ବଢ଼ିବାରେ ଲାଗନ୍ତି, ସେତିକି ପରମାତ୍ମାଙ୍କ ଠାରେ ଆମେ ସେତିକି ଚିରସ୍ମରଣୀୟ ହୋଇ ରହିବାରେ ଲାଗନ୍ତି। ଓ ଭଗବାନ ଆମର ଧ୍ୟାନ ମଧ୍ୟ ରଖିବାରେ ଲାଗନ୍ତି, ଆମକୁ ସର୍ବଶ୍ରେଷ୍ଠ ବନେଇବାରେ ଲାଗନ୍ତି। ଏହି ପ୍ରକାରରେ ଭଗବାନ ତୃତୀୟ ଅଧ୍ୟାୟକୁ ଯାହା ବି ଜ୍ଞାନ ଦେଲେ ଆମେ ନେଲେ ଓ ଆଗକୁ ଆମେ ତୃତୀୟ ଅଧ୍ୟାୟର ସାର କଥା ପଢ଼ିବା। ତାପରେ ପୁଣି ଚତୁର୍ଥ ଅଧ୍ୟାୟ ଆରମ୍ଭ ହୋଇଯିବ। ତ ଭିଡ଼ିଓ ଯଦି ପସନ୍ଦ ଆସିଛି ଆପଣମାନଙ୍କୁ, ଆପଣ ଦେଖୁଛନ୍ତି ଶୁଣୁଛନ୍ତି, ତ ନିହାତି କମେଣ୍ଟ କରିକି ଜଣାଇବେ। ନିହାତି ପ୍ରତ୍ୟେକ ଦିନ ଆପଣ ଭିଡ଼ିଓ ମାଧ୍ୟମରେ ହେଉ କି ଘରେ ଶ୍ରୀମଦ୍ ଭଗବତ ଗୀତାକୁ ରଖି ହେଉ ପଢ଼ନ୍ତୁ କି ଭିଡ଼ିଓ ମାଧ୍ୟମରେ ଦେଖନ୍ତୁ। କାହିଁକି ନା ଯେତିକି ଆପଣ ଭଗବତ ଗୀତାକୁ ପଢ଼ନ୍ତି, ଶୁଣନ୍ତି, କୁହନ୍ତି, ସେତିକି ଆପଣଙ୍କ ଭିତର ମଳିନତା ମରିବାରେ ଲାଗେ, ସେତିକି ଆପଣ ପୁଣ୍ୟବାନ ହେବାରେ ଲାଗନ୍ତି, ପୁଣ୍ୟ ଅର୍ଜିବାରେ ଲାଗନ୍ତି, ଆପଣଙ୍କର ବୁଦ୍ଧିର ବିକାଶ ହେଇଯାଏ, ଆପଣ ସତ୍ ଗତିରେ ଚାଲିବାରେ ଲାଗନ୍ତି ଓ ଆପଣ କରିଥିବା ପୂର୍ବାନ୍ତର ପାପ ମଧ୍ୟ କଟିବାରେ ଲାଗେ। ରାଧେ ଶ୍ୟାମ।